ହେଲା। ତାହେଲେ ଗ୍ରହ ମାନଙ୍କର ପିଲେ ନୈସର୍ଗିକ ମିତ୍ର ଶତ୍ରୁ ସମ ଆମମାନେ ଜାଣିଲେ। ଆଉ ଏଇଟା ପିଲେ ନୈସର୍ଗିକର ମାନେ ହଉଛି ପିଲେ ଏମାନେ ଫିକ୍ସ ସବୁବେଳ ପାଇଁ ଏମାନେ ଏମିତି ହିଁ ହେଇକି ରହିବେ। ରବିର ପିଲେ ସବୁଦିନ ପାଇଁ ମିତ୍ର ହଉଛି ଚନ୍ଦ୍ର ମଙ୍ଗଳ ବୃହସ୍ପତି, ସବୁଦିନ ପାଇଁ ସମ ହଉଛି ପିଲେ ବୁଧ, ଆଉ ସବୁବେଳ ପାଇଁ ଶତ୍ରୁ ହଉଛି ପିଲେ ଶନି ଆଉ ଶୁକ୍ର। ଇଏ ହଉଛି ନୈସର୍ଗିକ। କିନ୍ତୁ ଏଇ ଜିନିଷଟା ପିଲେ ସମସ୍ତଙ୍କର ଜାତକ ହିସାବରେ ଭ୍ୟାରି କରିଥାଏ। ବୁଝିଲା, ଜାତକ ହିସାବରେ ଏଗୁଡାକ ମଧ୍ୟ ପିଲେ ପରିବର୍ତ୍ତନ ହେଇଥାନ୍ତି। ତ ସେଇ ଜିନିଷ ପିଲା ଆମେ ମାନେ ଜାଣିବା କେମିତି? ତ ସେଥିପାଇଁ ଆମେ କାଲି ଗୋଟେ ଶ୍ଲୋକର ପିଲେ ଲାଷ୍ଟ ଯୋଉ ଲାଇନ ଟା ଥିଲା ତ ସେଇଗୁଟିକ ମୁଁ କହୁଥିଲି ମାନେ ଏଇ ଯୋଉ ପାଦଟା ପିଲା ଅଛି, ବୁଝିଲା। ତ ଏଇ ଜିନିଷଟା ଯଦି ଆମେ ବୁଝିଦବା ତାହେଲେ ଆମ ମାନଙ୍କର ପିଲେ ଯୋଉ ତାତ୍କାଳିକ ଶତ୍ରୁ ମିତ୍ର ପିଲେ ବାହାରି ପଡିବ। ତାହେଲେ ସେ କଣ କହୁଛି ପିଲେ ନା ପିଲେ ତତ୍କାଳେ, ତତ୍କାଳ ମାନେ ତତ୍କାଳ, ତତ୍କାଳ ମାନେ ଜାତକରେ, ବୁଝିହଉଛି। ମାନେ ଯେତେ ଯୋଉ ସମୟରେ ତୁମ ଜାତକ ତିଆରି ହେଇଛି ସେ ସମୟରେ, ଠିକ ଅଛି। ତାହେଲେ ସେ ସମୟରେ ପିଲେ ଦଶ, ଦଶ ମାନେ ପିଲେ 10, ଆୟ, ଆୟ ମାନେ ପିଲେ 11, ଠିକ ଅଛି ହେଲା। ଠିକ ଅଛି ପିଲେ 10, ଆୟ ମାନେ ହଉଛି 11, ବନ୍ଧୁ ମାନେ ହଉଛି ପିଲେ 4, ସହଜ ମାନେ ହଉଛି ପିଲେ 3, ସ୍ୱ ମାନେ ହଉଛି ପିଲେ 2, ଆଉ ଅନ୍ତ୍ୟ ମାନେ ହଉଛି ପିଲେ 12। ହେଲା, କେତେଟା ପିଲେ ହେଲା 1 2 3 4 5 6। ତାହେଲେ ଏଇ 6ଟି ପିଲେ ହେଲା, ହେଲା ଏଇ ଯୋଉ 6ଟି ପିଲା ଅଛି ତ ଏଇ 6ଟିକୁ କଣ କରାଯିବ ପିଲେ ନା ଏଇମାନେ ଯଦି ରହିଲେ ତାହେଲେ ଏମାନେ ହଉଛନ୍ତି ପିଲେ ମିତ୍ରମ ସ୍ଥିତ। ତାହେଲେ ୟାକୁ ପିଲେ ଆମେ ଟିକେ ସଜେଇ ଦେଇ ପାରିବା। ତ ପିଲେ ଆମେ ଗୋଟେ କାମ କରିବା 10 11 12 ମାନେ ମନେ ରଖିବା ପାଇଁ ସୁବିଧା ହବ ପିଲେ 10 11 କାହିଁକି ନା 10 ରହିଲା 11 ରହିଲା 12 ରହିଲା 2 3 4 2 3 4। ଈଶ୍ୱର ଶ୍ଲୋକକୁ ପିଲେ ଲେଖିବା ପାଇଁ ତାକୁ ସିନା ଏମିତି ପିଲେ ଛନ୍ଦ ଅନୁସାରେ ପକେଇ ଦେଇଛନ୍ତି, କିନ୍ତୁ ଆମେ ନର୍ମାଲି ପିଲେ ମନେ ରଖିବା ପାଇଁ ମଧ୍ୟ କରିଦେଇ ପାରିବା 10 11 12 2 3 4। ହେଲା, ତ ପିଲେ ଏଇ ଭାବରେ ଯଦି କୌଣସି ଗ୍ରହ ଅଛନ୍ତି ତାହେଲେ ସିଏ ନା ତାର ପିଲେ କଣ ହେଇଯିବ ନା ତାତ୍କାଳିକ ମିତ୍ର ପିଲେ ହେଇଯିବ। ଆଉ ୟାଙ୍କୁ ଛାଡିଦେଲା ପରେ ଅନ୍ୟ ଜାଗାରେ ଯୋଉମାନେ ରହିଲେ ସେମାନେ ହେଇଯିବେ ତାତ୍କାଳିକ ଶତ୍ରୁ। ବା ସେତିକି କଥା ପିଲେ ଆଉ। ହେଲା, ତାହେଲେ ବର୍ତ୍ତମାନ ପିଲେ ଦେଖ କେମିତି ଜିନିଷଟା ଆମେ ମାନେ ହିସାବ କରିବା, ଗଣନା ପିଲେ କରିବା। ହଁ, ବର୍ତ୍ତମାନ ପିଲେ ଗୋଟେ ଜାତକଟି ଆଗ ଦେଖ। ଇଏ ହେଲା ପିଲେ ଗୋଟେ ଜାତକ, ବୁଝିଲା। ଇଏ ହଉଛି ପିଲେ ଗୋଟେ ଜାତକ। ଆମେ ବର୍ତ୍ତମାନ ପିଲେ ତାତ୍କାଳିକ ଶତ୍ରୁ ମିତ୍ର ବିଚାର କରିବା କାହାର ନା ଆରମ୍ଭ କରିବା ପିଲେ ରବିଙ୍କ ଠାରୁ ଆରମ୍ଭ କରିବା। ହେଲା, ବର୍ତ୍ତମାନ ପିଲାମାନେ ରବିଙ୍କର ପିଲେ ହେଲା କୋଉମାନେ ମିତ୍ର, କୋଉ ମିତ୍ର ନୈସର୍ଗିକ ମିତ୍ର ନୁହଁ, ନୈସର୍ଗିକ ମିତ୍ର ତ ଆମେ ଜାଣିଛେ ପିଲେ ଏମିତି ମାନେ କହିବା କିଛି ଦରକାର ହିଁ ନାହିଁ। ଆଉ କିଏ ସେ ରବିଙ୍କର ପିଲେ ତାତ୍କାଳିକ ଶତ୍ରୁ। ଇଏ ସବୁ ହଉଛି ପିଲେ ତାତ୍କାଳିକ। ରବିଙ୍କର ତାତ୍କାଳିକ ମିତ୍ର କିଏ ଆଉ ତାତ୍କାଳିକ ଶତ୍ରୁ କିଏ? ତାହେଲେ ସେ କଣ କହିଲା ପିଲେ ନା ପ୍ରଥମେ ପିଲେ ରବିଙ୍କ ଠାରୁ 2 3 4। ରବିଙ୍କ ଠାରୁ ଗଣିବା ପିଲେ ତାହେଲେ ରବି ହେଇଯିବେ ପିଲେ 1, ଇଏ ହେଇଯିବେ ପିଲେ 2, ଇଏ ହେଲେ 3, ଇଏ ହେଲେ 4 5 6 7 8 9 10 11 12। ତମେ ଯୋଉ ଗ୍ରହ ପିଲେ ଯୋଉ ଜାଗାରେ ଅଛି ସେଇଠୁ ହିଁ ଗଣିବ ନା ତାର ପିଲେ, ତ ସେଇଠୁ ହିଁ 1 ଲେଖା ହବ। ତାହେଲେ ରବିଙ୍କଠୁ ଆମେ ଗଣିବା ପିଲେ, ଯେହେତୁ ରବିଙ୍କର ଆମେ ମାନେ ଦେଖୁଛେ ସେଥିପାଇଁ ରବିଙ୍କ ପାଖରେ 1 ଲେଖିଲେ। ତାହେଲେ ପିଲେ 2 3 4 ରେ କିଏ କିଏ ଅଛନ୍ତି କି ପିଲେ 2 ରେ ଅଛନ୍ତି ରାହୁ ବୁଧ। ତ ରାହୁ ତ ଛାଡ, ରାହୁ ତ ହବନି, ବୁଧ ପିଲେ ତାହେଲେ ବୁଧ ହବ ପିଲେ ମିତ୍ର। 3 ରେ ବି ଗ୍ରହ ଅଛି ପିଲେ ଚନ୍ଦ୍ର, ତାହେଲେ ଚନ୍ଦ୍ର ବି ହବ ପିଲେ ମିତ୍ର। ହେଲା, 4 ରେ ପିଲେ କେହି ନାହିଁ, ତାହେଲେ 4 ରେ କେହି ରହିବେ ନାହିଁ। 5 6 7 8, 8 ରେ ପିଲେ ଅଛି କେତୁ, କେତୁ ଛାଡି ଦିଅ ପିଲେ। 9, 9 ରେ ଅଛି ବୃହସ୍ପତି, ତାହେଲେ 9 ରେ ବୃହସ୍ପତି କିନ୍ତୁ 9ଟା ପିଲେ ତ ମିତ୍ର ନୁହଁ। 9ଟା ରହିଲେ କଣ ପିଲା ହବ ଶତ୍ରୁ ହବ। ଶତ୍ରୁ। ତାହେଲେ ବୃହସ୍ପତି କି ଆମେ ଶତ୍ରୁ ଘରେ ଲେଖିବା। 10 ରେ ଶନି ଅଛି, ତାହେଲେ 10 ରେ ରହିଲେ ମଧ୍ୟ ମିତ୍ର। 10 11 12 ନା ନାଇଁ, 11 ରେ କେହି ନାହିଁ। 12 ରେ ପିଲେ ଶୁକ୍ର ମଙ୍ଗଳ ଅଛନ୍ତି, ତାହେଲେ ଶୁକ୍ର ଆଉ ପିଲେ ମଙ୍ଗଳ। ତାହେଲେ ରବିଙ୍କର ପିଲେ ତାତ୍କାଳିକ ମିତ୍ର ହଉଛନ୍ତି ବୁଧ ଚନ୍ଦ୍ର ଶନି ଶୁକ୍ର ମଙ୍ଗଳ, ଆଉ ଶତ୍ରୁ ହଉଛନ୍ତି ପିଲେ କିଏ ସେ ନା ବୃହସ୍ପତି। ବୁଝିପାରିଲ ପିଲେ? ଏବେ ତମେ ସବୁ ଗ୍ରହ ମାନଙ୍କର ତାତ୍କାଳିକ ଶତ୍ରୁ ମିତ୍ର ବାହାର କରିପାରିବ କି ନାଇଁ କୁହ? ଆଜ୍ଞା ସାର୍। ହେଲା, ସେମିତି ସେମିତି ମନେକର ଯଦି ଚନ୍ଦ୍ରଙ୍କର ପିଲେ କରିବା, ତାହେଲେ ଚନ୍ଦ୍ରଙ୍କର ମନେକର ପିଲେ ଆମମାନେ ମିତ୍ର ଆଉ ଶତ୍ରୁ ପିଲେ ଖୋଜିବା। ତାହେଲେ ଚନ୍ଦ୍ରଙ୍କର ପିଲେ ଚନ୍ଦ୍ରଙ୍କ ଠାରୁ 1 ଲେଖା ହବ, ତ ଏଇଠୁ ପିଲେ 1 ଲେଖା ହେଇଯିବ ନା ନାଇଁ। ଏଇଟା 2 ହେଇଯିବ, ଏଇଟା 3 ହେଇଯିବ ନା ନାଇଁ, ତାହେଲେ ଆଉ ଏଇଟା ପିଲେ 4 ହେଇଯିବ। ତ ଚନ୍ଦ୍ରଙ୍କର ତ ପିଲେ 2 3 4 ରେ କେହି ନାହାନ୍ତି,
बाकी 10 11 12 आम देखि परिबा तो चंद्रकर जस्ट पूर्वटा पिले 12 हे जीवो ता पूर्वटा पिले 11 हे जीवो एटा पिले 10 हे जीवो तले 11 12 रे पिले अछि बुध तले बुध हे गला मित्र 11 रे पिले रवि तो रवि हे जीवो मित्र 10 रे पिले शुक्र मंगल तो शुक्र मंगल हे जीवे कोन ना मित्र आउ बाकी सब ग्रह पिले शत्रु हे जीवे हला आउ के रहिला बृहस्पति रहिले शनि और बृहस्पति शनि रहिले तो एमाने हे गले पिले कोन ना शत्रु तले एई भली भाबरे तम माने तात्कालिक शत्रु मित्र पिले बाहर करिवो तले तात्कालिक शत्रु मित्र पिले पे बुझी गला ना बाहर करि परियो समस्तंगर हां अरे हे जीव तो पिले 10 11 12 तो पिले मन रखिबो 10 11 12 2 3 4 हला आज्ञा सर 10 11 12 2 3 4 हला आ बाकी जदी आ गोटे खाली छोटे एग्जांपल दे दोची प्ले मन कर मंगल कर देखिया प्ले वर्तमान मंगल कर के प्ले मित्र शत्रु हेबे तले मंगल रहिला प्ले मंगल रे प्ले के से मित्र आ मंगल कर प्ले के से शत्रु तले मंगल प्ले जदी एठ रहिला तले मंगल को 1 हैला हां एटा प्ले 2 3 ये होची 4 तले 2 रे रहिले प्ले रवि तो रवि मित्र 3 रे रहिले प्ले के बुध तो बुध प्ले मित्र 4 रहिला प्ले चंद्र तो चंद्र भी मित्र तापर एटा हे जे प्ले 12 ये हे जे प्ले 11 ये हे जे प्ले 10 तो 12 तो केही नै 11 रे प्ले शनि अछि तो शनि प्ले हे जे मित्र 10 रे प्ले बृहस्पति अछि तो बृहस्पति भी हे जे प्ले मित्र आ सब हे जे शत्रु शुक्र प्ले 1 रे अछि ना मंगल रे 1 रे अछि शुक्र तो शुक्र भी शत्रु हैला बस गोटी ही तार शत्रु प्ले बुझियो बना एथरा कर परिबो आज्ञा ये सर भଳି ଭାବରେ ପିଲେ ତମମାନେ ତାତ୍କାଳିକ ଶତ୍ରୁ ମିତ୍ର ପିଲେ ବାହାର କରିବ ହେଲେ ତାତ୍କାଳିକ ଶତ୍ରୁ ମିତ୍ର ବାହାରିଲେ ହବ କଣ ପିଲେ ନା ତାତ୍କାଳିକ ଶତ୍ରୁ ମିତ୍ର ବାହାରିଲା ପରେ କଣ ପିଲେ ହବ ଦେଖ ଆମମାନେ ପିଲେ ଗୋଟେ ତ ପଢିଥିଲେ ନୈସର୍ଗିକ ଗୋଟେ ତ ପଢିଥିଲେ ପିଲେ ନୈସର୍ଗିକ ମିତ୍ର ନା ନାଇଁ ପିଲେ ସେମିତି ନୈସର୍ଗିକ ଶତ୍ରୁ ଆଉ ପିଲେ ନୈସର୍ଗିକ ସମ तीनटा जिनस पढ़ी वर्तमान पढ़ले पिले तात्कालिक मित्र तात्कालिक शत्रु तो सेति पई पिले जदि नैसर्गिक मित्र प्लस तात्कालिक मित्र माने स्वाभाविक भी मित्र होतबो और तत्काल भी मित्र होतबो तेबे पिले ताकू कुहा जीवन पिले अधि मित्र ता कोन कुहा जीव पिले अधि मित्र हैला जेमिति कि उदाहरण पई पिले ए जातक पई रविंकर पिले चंद्र होउची पिले तात्कालिक मित्र आ चंद्र पिले नॉर्मली भी को मित्र नैसर्गिक मित्र भी पिले तो सेति पई रविंकर चंद्र पिले कोन हे जीव ना हे जीव पिले अधि मित्र त जेते बेले नैसर्गिक मित्र भी होतबो तात्कालिक मित्र भी होतबो से हे जीव पिले अधि मित्र आ जेते बेले पिले नैसर्गिक शत्रु प्लस तात्कालिक शत्रु पिले हे जीव सेते बेले हे जीव पिले कोन अधि शत्रु सेते बेले हे जीव पिले अधि शत्रु आ जेते बेले नैसर्गिक रे सम तात्कालिक मित्र मनकर हैला ताले से कोन हबो पिले ना मित्र केवल मित्र पिला हबो हैला यदि नैसर्गिक सम आ तात्कालिक मित्र ताले से पिले मित्र सेमति यदि नैसर्गिक रे सम थिबो तात्कालिक रे शत्रु थिबो ताले से हे जियो पिले शत्रु हैला आ यदि नैसर्गिक रे मित्र तात्कालिक रे शत्रु ताले सेटा सम आ यदि पिले नैसर्गिक रे शत्रु तात्कालिक रे मित्र ताले से भी पिले सम बुझियला तो पांचटी जिनस पिले बाहर मु तम पिले दर्शे दौची टेबुल टे मु करी पिले देख ये हूँ पिले पंच जो पंचधा मैत्री पिले है ताले जदि पिले मित्र प्लस मित्र ताहले पिले अधिमित्र जदि पिले उभय जगह मित्र होचनी ताले ताको कोन कहै जीव अधिमित्र जदि पिले शत्रु प्लस शत्रु ताले से हे जीव पिले कोन ना अधिशत्रु हैला शत्रु प्लस शत्रु से जो पिले अधि शत्रु आउ सेमिति के पिले जदि मित्र प्लस शत्रु बा शत्रु प्लस मित्र ठीक अछि जहां भी हेतियो पिले नैसर्गिक रे मित्र तात्कालिक रे शत्रु नैसर्गिक रे शत्रु तात्कालिक रे मित्र जदि हेतिबो तने ताकू कहै जियो पिले सम आउ जे नैसर्गिक सम तात्कालिक रे मित्र ताले सी हबो पिले मित्र जदि नैसर्गिक रे सम तात्कालिक रे शत्रु ताले सी हबो पिले शत्रु ये होची पिले पंचधा मैत्री विचार एबे बुझि पाइलो कि पिले ना ना पंचधा मैत्री केमती होची आज्ञा सर हैला तो वर्तमान पिले देखो तो एई जो जातक पई पिले एई जो जातक हम माने देखिले एथरे मु
ରବିଙ୍କର ପିଲେ କୋଉ କୋଉ ମାନେ ତାତ୍କାଳିକ ମିତ୍ର ଆମେ ତ ବାହାର କଲେ ପିଲେ ବୁଧ ଚନ୍ଦ୍ର ଶନି ଶୁକ୍ର ମଙ୍ଗଳ ଆଉ ତାତ୍କାଳିକ ଶତ୍ରୁ ପିଲେ ଜଣିଏ ବୃହସ୍ପତି ତ ଏଠି ଆମେ ନିଜେ ମଧ୍ୟ ବାହାର କଲେ ପିଲେ ହେଲା ଏମିତି ହେଇକିରି ସବୁ ଗ୍ରହଙ୍କର ଲେଖା ହେଇଗଲା ପିଲେ ହେଲା ଏଇ ଯୋଉ ସବୁ ଗ୍ରହ ମାନଙ୍କର କିଏ ସେ ପିଲେ ତାତ୍କାଳିକ ମିତ୍ର ହେବେ କିଏ ପିଲେ ତାତ୍କାଳିକ ଶତ୍ରୁ ହେବେ ଏ ଚାର୍ଟଟା ବର୍ତ୍ତମାନ ପିଲେ ତିଆରି କରି ଦିଆଗଲା ତ ଆମ ପାଖରେ ପିଲେ ଏ ଚାର୍ଟ ରହିଲା ଆଉ ବାକି ନୈସର୍ଗିକ ଶତ୍ରୁ ମିତ୍ର ଚାର୍ଟ ବି ଆମ ପାଖରେ ରହିଲା ହେଲା ତ ଏଇ ଦିଟା ଚାର୍ଟ କୁ ପିଲେ ବେସ୍ କରିକିରି କଣ ହବ ନା ପିଲେ ପଞ୍ଚଧା ମୈତ୍ରୀ ଚକ୍ର ହବ କଣ ପିଲେ ହବ ପଞ୍ଚଧା ମୈତ୍ରୀ ଚକ୍ର ଆମ ମାନେ ତିଆରି କରିବା ତ ଉଦାହରଣ ପାଇଁ ପିଲେ ମୁଁ ଏଠି ଗୋଟିଏ ଜଣକର ହିଁ ଉଦାହରଣ କରିଛି ଆଉ ବାକି ତମମାନଙ୍କୁ କରିବା ପାଇଁ ପିଲେ ଏଟା ସ୍ପେସ ଦିଆଯାଇଛି ଦେଖ ବର୍ତ୍ତମାନ ଆମେ ଦେଖିବା ରବିଙ୍କର ପିଲେ କିଏ ସେ ଅଧିମିତ୍ର କିଏ ସେ ଅଧିଶତ୍ରୁ କିଏ ସେ ସମ କିଏ ସେ ମିତ୍ର ଆଉ କିଏ ସେ ଶତ୍ରୁ ହେଲା ତ ବାହାର କରିବା ତାହେଲେ ପିଲେ ରବିଙ୍କର ପ୍ରଥମ କଥା ହଉଛି କଣ ନା ରବିଙ୍କଠୁ ଆରମ୍ଭ କରିବା ତ ରବିଙ୍କ ପରେ ପିଲେ ଚନ୍ଦ୍ର ଆସୁଛନ୍ତି ତାହେଲେ ଦେଖିବା କି ଚନ୍ଦ୍ର ପିଲେ କଣ ହଉଛନ୍ତି ତ ଚନ୍ଦ୍ର ହେଲେ ରବିଙ୍କର ନୈସର୍ଗିକ ମିତ୍ର ଚନ୍ଦ୍ର ହଉଛନ୍ତି ରବିଙ୍କର ପିଲେ ନୈସର୍ଗିକ ମିତ୍ର ଆଉ ଆମର ତାତ୍କାଳିକରେ ବି ସେ ମିତ୍ର ଅଛନ୍ତି ତାହେଲେ ଦିଟା ମିତ୍ର ହେଇଗଲା ସେ ହେଇଯିବ ପିଲେ କଣ ଅଧିମିତ୍ର। ଅଧିମିତ୍ର ତ ସେଥିପାଇଁ ଚନ୍ଦ୍ରଙ୍କୁ ପିଲେ ଅଧିମିତ୍ର ଘରେ ରଖାଗଲା ଚନ୍ଦ୍ରଙ୍କ ପରେ ଆସିବେ ପିଲେ ମଙ୍ଗଳ ତ ମଙ୍ଗଳ ମଧ୍ୟ ପିଲେ ରବିଙ୍କର ନୈସର୍ଗିକ ମିତ୍ର ମଧ୍ୟ ଆଉ ତା ସହିତ ମଧ୍ୟ ମଙ୍ଗଳ ପିଲେ କଣ ଅଛନ୍ତି ନା ତାତ୍କାଳିକରେ ବି ମିତ୍ର ଅଛନ୍ତି ମଙ୍ଗଳ ପିଲେ ତାତ୍କାଳିକରେ ବି ମିତ୍ର ଅଛନ୍ତି ତାହେଲେ ଇଏ ବି ପିଲେ ମିତ୍ର ପ୍ଲସ ମିତ୍ର ତ ସେଥିପାଇଁ ଇଏ ବି ହେଇଯିବ ପିଲେ କଣ ନା ଅଧିମିତ୍ର ସେଥିପାଇଁ ୟାକୁ ପିଲେ ଅଧିମିତ୍ର ଘରେ ରଖାଗଲା ତାପରେ ପିଲେ ଚନ୍ଦ୍ର ଗଲେ ମଙ୍ଗଳ ଗଲେ ତାପରେ ବୁଧ ଆସିବେ ତ ବୁଧଙ୍କୁ ଆମେ ମାନେ ଦେଖିବା ତାହେଲେ ବୁଧ ହଉଛନ୍ତି ରବିଙ୍କର କଣ ନା ପିଲେ ସମ ବୁଧ ପିଲେ ସମ ନା ଆମର ସେଥିରେ ଆମେ କଣ ପଢିଥିଲେ ଶତ୍ରୁ ମନ୍ଦ ଶୀତ ସମସ୍ତ ଶଶିଜ ମିତ୍ରାଣୀ ଶେଷା ରବେହେ ତାହେଲେ ବୁଧ ହଉଛି ପିଲେ ସମ ନୈସର୍ଗିକରେ ସମ ତାହେଲେ ବୁଧ ହଉଛି ସମ ଆଉ ଏଥିରେ କଣ ପିଲେ ହେଇଛି ବୁଧ ଏଥିରେ ହେଇଛି ପିଲେ ମିତ୍ର ତାହେଲେ ସେଥିରେ ସମ ଏଥିରେ ମିତ୍ର ତାହେଲେ କଣ ପିଲେ ହବ ସାର୍ ମିତ୍ର। ମିତ୍ର ହବ ସେଥିପାଇଁ ବୁଧକୁ ଲେଖାଗଲା ପିଲେ ମିତ୍ର ଘରେ ହେଲା ତାପରେ ବୁଧଙ୍କ ପରେ ପିଲେ ଆସିବ ବୃହସ୍ପତି ବୃହସ୍ପତି ହଉଛନ୍ତି ରବିଙ୍କର ପିଲେ ମିତ୍ର ବୃହସ୍ପତି ହଉଛନ୍ତି ରବିଙ୍କର ନୈସର୍ଗିକ ମିତ୍ର କିନ୍ତୁ ଏଠି ପିଲେ ବୃହସ୍ପତି କଣ ହେଇଯାଇଛନ୍ତି ନା ଶତ୍ରୁ ହେଇଯାଇଛନ୍ତି ତାହେଲେ ନୈସର୍ଗିକରେ ମିତ୍ର ଏଥିରେ ଶତ୍ରୁ ତେବେ ତାକୁ କଣ କୁହାଯିବ ସାର୍ ସମ। ସମ ବୋଲି କୁହାଯିବ ତାହେଲେ ବୃହସ୍ପତି ହେଇଗଲେ ସମ ଆଉ ବାକି ତ ରବିଙ୍କର ତ ନୈସର୍ଗିକ ପିଲେ ଶତ୍ରୁ ହଉଛନ୍ତି ଦି ଜଣ ଆଉ ଶୁକ୍ର ଆଉ ଶନି ହଉଛନ୍ତି ପିଲେ ଶତ୍ରୁ ଆଉ ସେଇ ଶୁକ୍ର ଶନି କିନ୍ତୁ ବର୍ତ୍ତମାନ ତାତ୍କାଳିକରେ କଣ ହେଇକି ଅଛନ୍ତି ମିତ୍ର ହେଇକିରି ଅଛନ୍ତି ହେଲେ ସେଠି ସିନା ଶତ୍ରୁ ଏଠି କିନ୍ତୁ ମିତ୍ର ସେଥିପାଇଁ କଣ ହେଇଯିବ ଇଏ ବି ପିଲେ ସମ। ସମ ହେଇଯିବ ହେଲା ତାହେଲେ ଏଇଭଳି ଭାବରେ ତାହେଲେ ଏଇ ଜାତକରେ ରବିଙ୍କର ପିଲେ କେହି ଅଧିଶତ୍ରୁ ନାହାନ୍ତି କି କେହି ଶତ୍ରୁ ମଧ୍ୟ ନାହାନ୍ତି ହେଲା ବୁଝିପାରିଲ ପିଲେ ସେଥିପାଇଁ ଏଇ ଯୋଉ ପଞ୍ଚତା ମୈତ୍ରୀ କଲେ ହିଁ ଆମେ ପିଲେ ଜାଣିପାରିବା ଯେ ଆକ୍ଚୁଆଲି ସେ ଗ୍ରହ ମାନେ ଷ୍ଟ୍ରଙ୍ଗ ଅଛି ନା ନାହିଁ ପିଲେ ଦେଖିଲେ କି ରବିର ପିଲେ ଅଧିଶତ୍ରୁ କେହି ବି ନାହାନ୍ତି ଶତ୍ରୁ ବି କେହି ବି ନାହାନ୍ତି ତାହେଲେ ଆମେ କହିପାରିବା ରବି ପିଲେ ଯୋଉ ଜାଗାରେ ରହିଲେ ମଧ୍ୟ ଜାତକ ପାଇଁ ଠିକ ହିଁ ଅଛି ମାନେ ରବି କେବେ ତ ଶତ୍ରୁ ଘରେ ରହିବନି କି କେବେ ତାର ଅଧିଶତ୍ରୁ ଘରେ ବି ରହିବନି ହେଲା ରବି ଯଦି ବି ରହିବ ନିଜର ମିତ୍ର ଘରେ ରହିବ ନହେଲେ ତ ପିଲେ ସମ ଘରେ ରହିବ ନହେଲେ ତ ପିଲେ ମିତ୍ର ମାନେ ଅଧିମିତ୍ର ନହେଲେ ତ ମିତ୍ର ଘରେ ହେଲା ତ ଏଇ ଜାତକରେ ରବି କିନ୍ତୁ ଅଛନ୍ତି କାହା ଘରେ ରବି ଅଛନ୍ତି ପିଲେ କର୍କଟ ରାଶିରେ ଚନ୍ଦ୍ର ଘରେ ଅଛନ୍ତି ତ ରବି ନିଜର ଅଧିମିତ୍ର ଘରେ ଅଛନ୍ତି ମାନେ ପରମ ମିତ୍ର ଘରେ ଅଛନ୍ତି ତ ରବି ନିଶ୍ଚିତ ଭାବରେ ଭଲ ଫଳ ହିଁ ଜାତକକୁ ଦେବେ ହେଲା ବୁଝିଗଲ ନା ପିଲେ ଏଥର ତମେ ଏଇଭଳି ଭାବରେ ପଞ୍ଚତା ମୈତ୍ରୀ ବନେଇ ପାରିବ ପୁରା ବାକି ଯାହା ଘର ଅଛି ଆଜ୍ଞା ସାର୍। ହେଲା ତ ଏଇଟାକୁ ବନେଇବ ପିଲେ ଠିକ ଅଛି ବନେଇକିରି କହିବ ତ ପଞ୍ଚତା ମୈତ୍ରୀ ବିଚାର କଲା ବେଳେ ପିଲେ ଏଇ ଯୋଉ ଜିନିଷଟା ଏଇ ଚାର୍ଟଟା ପିଲେ ହେଲା ତମେ ଗୋଟେ କାମ କର ଏଇ ଜାତକଟା ପିଲେ ଇଏ କରିଦିଅ ସ୍କ୍ରିନଶଟ ପିଲେ ନେଇଯାଅ ଏଇଟାକୁ ମତେ କରିକିରି ପଠେଇବ ଆଜି ହେଲା ନହେଲେ ଥାଉ ମୁଁ ତମକୁ ପିଡିଏଫ ପଠେଇ ଦେଇଥିଲି ହେଲା ମୁଁ ପିଡିଏଫ ପଠେଇଦେବି ପିଡିଏଫ ରେ ତମକୁ ପଠେଇଦେବି ତମ ମାନେ ଏଇ ଯୋଉ ଅଛି ଟେବୁଲଟା ପିଲେ ଟେବୁଲଟା ଫିଲଅପ କରିବ ପୁରା ଠିକ ଅଛି ଚନ୍ଦ୍ରଙ୍କର କିଏ କଣ ହବ ବାହାର କରିବ ମଙ୍ଗଳଙ୍କର ବି କିଏ କଣ ହବ ବାହାର କରିବ ହେଲା ତ ଏମିତି କରିକି ପିଲେ ତମ ମାନେ କାଢିବ ତ ଆମର ପିଲେ ଯୋଉ ପଞ୍ଚଧା ମୈତ୍ରୀ ଥିଲା ଇଏ ବି ସରିଲା ନେକ୍ସଟ ଯୋଉ ଟପିକ ଅଛି ସିଏ ଅଛି ପିଲେ ଯୋଗ ଆମକୁ ବିଭିନ୍ନ ପ୍ରକାର ଯୋଗ ବିଷୟରେ ପିଲେ ପଢିବାର ଅଛି ଯୋଗର ମାନେ କଣ ପିଲେ
ଆମେ କହିଥାଉ ବେଳେ ବେଳେ କି ଜାତକରେ ପିଲେ କଣ ଅଛି ଜାତକରେ ପିଲାଙ୍କର ଜାତକରେ ବୁଧାଦିତ୍ୟ ଯୋଗ ଅଛି, ବୁଝିହଉଛି କି ଆଙ୍କ ଜାତକରେ ପିଲେ ରାଜଯୋଗ ଅଛି। ତାହେଲେ ଏଇ ଯୋଉ ସବୁ ଜିନିଷ ପିଲେ କୁହାଯାଇଥାଏ, ତାହେଲେ ଏ ସବୁ ହୁଏ କେମିତି, ଏଇ ଯୋଗ ସବୁ ଆସେ କେମିତି? କି ଆଙ୍କ ଜାତକରେ ପିଲେ ମଙ୍ଗଳ ଦୋଷ ଅଛି ବୋଲି ମଧ୍ୟ କୁହନ୍ତି। ହେଲା, ତାହେଲେ ଏଇ ସବୁ ପିଲେ ଯୋଗ ଯୋଗ କାରଣରୁ ପିଲେ ହେଇଥାଏ। ଯୋଗ ମାନେ ହଉଛି ଗ୍ରହ ମାନେ କିଏ କୋଉଠି ରହିଲେ ବା କୋଉ ଗ୍ରହ ସାଙ୍ଗରେ କୋଉ ଗ୍ରହର ପିଲେ ସଂଯୋଗ ହେଲା, ବୁଝିହଉଛି ପିଲେ ଏଇ ସବୁକୁ ନେଇକିରି କଣ ହେଇଥାଏ ନା ଯୋଗ ହେଇଥାଏ ପିଲେ। ତ ସେଥିପାଇଁ ଯୋଗଟା ପିଲେ କାହାକୁ ଆଧାର କରିକିରି ହେଇଥାଏ ନା ଗ୍ରହାଣାମ ସ୍ଥିତିବଶାତ ଯୋଗ ଜାୟତେ। ତ ଗ୍ରହ ମାନଙ୍କର ସ୍ଥିତି କାରଣରୁ ପିଲେ ଯୋଗ ସୃଷ୍ଟି ହେଇଥାଏ। ଆଉ ଗ୍ରହାଣାମ ପାରସ୍ପରିକ ସମ୍ବନ୍ଧ ବଶାତ ଯୋଗ ଜାୟତେ। ଗୋଟେ ତ ଗ୍ରହ ମାନଙ୍କର ସ୍ଥିତି ବଶତଃ ହେଇଥାଏ, ଆଉ ଗୋଟେ ପିଲେ ଗ୍ରହ ମାନଙ୍କର ପରସ୍ପର ଭିତରେ ସମ୍ବନ୍ଧ କାରଣରୁ ମଧ୍ୟ ହେଇଥାଏ ପିଲେ। ହେଲା, ଗ୍ରହ ମାନଙ୍କର ପାରସ୍ପରିକ ସମ୍ବନ୍ଧ କାରଣରୁ ହିଁ ଯୋଗ ହୋଇଥାଏ, ବୁଝିଲା। ତ ସେଇ ଯୋଗ ଭିତରେ ପିଲେ ଆମମାନଙ୍କୁ ପ୍ରଥମେ ତ ପିଲେ ଅରିଷ୍ଟ ଯୋଗ ବିଷୟରେ ପଢିବା, ବୁଝିଲା। ତ ଯୋଗ ଅନେକ ଯୋଗ ପିଲା ଅଛି, ଠିକ ଅଛି। ତ ସେଥିପାଇଁ ଆମେ କାଲି କିଏ କ୍ଲାସ ଆରମ୍ଭ କରିବା। ଏଠି ଖାଲି ମୁଁ ନର୍ମାଲ ଟିକେ କହିଦଉଛି ପିଲେ, କାହିଁକି ନା କୁହାଯାଇଥାଏ କୌଣସି ବି ଜାତକର, ହେଲା, କୌଣସି ବି ଜାତକର ପିଲେ 12 ବର୍ଷ ପର୍ଯ୍ୟନ୍ତ ଜାତକର ପିଲେ ବିଚାର କରିବା କଥା ନୁହଁ। କୌଣସି ବି ଜାତକରେ ପିଲେ ଯେପର୍ଯ୍ୟନ୍ତ ଗୋଟେ ପିଲାକୁ ପିଲେ 12 ବର୍ଷ ହେଇନାହିଁ, ସେ ପର୍ଯ୍ୟନ୍ତ ତାର ଜାତକ ପିଲେ ବିଚାର କରାଯିବା କଥା ନୁହଁ ପିଲେ। କାହିଁକି ବିଚାର କରାଯିବା କଥା ନୁହଁ? କାହିଁକି ନା ପିଲେ ଏ ସମୟରେ ଜାତକର ଫଳ ତାକୁ ନ ମିଳିପାରେ ବା ଜାତକରେ ପିଲା ଅରିଷ୍ଟ ଯୋଗ ଥାଇପାରେ। ଆଉ ହଁ, କେବଳ ଗୋଟିଏର ହିଁ ବିଚାର କରାଯିବ, ସିଏ ହଉଛି ପିଲା ଅରିଷ୍ଟ ଯୋଗର। କାହିଁକି ନା ପ୍ରଥମେ ପିଲା ଅରିଷ୍ଟ ଯୋଗ ବିଚାର କରାଯାଏ। ଅରିଷ୍ଟ ଯୋଗ ମାନେ ଯୋଉ ଯୋଗରେ ମୃତ୍ୟୁ ହେଇଯାଏ, ପିଲାମାନଙ୍କର ମୃତ୍ୟୁ ହେଇଯାଏ, ତ ସେ ଯୋଗକୁ ପିଲା ଅରିଷ୍ଟ ଯୋଗ ବୋଲି କୁହାଯାଇଥାଏ। ଅରିଷ୍ଟ ଯୋଗରେ ତମକୁ ମିଳିବନି କି କାହାର ରୋଗ ହବ କଣ ହବ ସେଗୁଡାକ ମିଳିବନି। ଅରିଷ୍ଟ ଯୋଗରେ ତମକୁ କେବଳ ଦେଖିବାକୁ ମିଳିବ ମୃତ୍ୟୁ ଯୋଗ, ବୁଝାଉଛି। ଅରିଷ୍ଟ ଯୋଗରେ ଆମେ କେବଳ ମୃତ୍ୟୁ ଯୋଗ ପଡିବା, ଆଉ ସିଏ ବି ପିଲେ 12 ବର୍ଷ ଭିତରେ, ଠିକ ଅଛି, 12 ବର୍ଷର ପରେ ନୁହଁ। ତ ଅରିଷ୍ଟ ଯୋଗ ଯୋଉଟା ପିଲେ ସେଇଟା କେବଳ ଯୋଉ ଜନ୍ମ ଠାରୁ ଆରମ୍ଭ କରିକିରି ଗୋଟେ ଶିଶୁର ପିଲେ 12 ବର୍ଷ ଭିତରେ, ତ ତାର କୋଉ କୋଉ ଜାଗାରେ ଅରିଷ୍ଟ ଯୋଗ ରହୁଛି, ତ ଜନ୍ମର କେତେ ବର୍ଷ ପରେ ତାର ଅରିଷ୍ଟ ଯୋଗ ଦେଖଉଛି। ଅରିଷ୍ଟ ଯୋଗର ମାନେ ପିଲେ ମୃତ୍ୟୁ ଯୋଗ। ତ ମୃତ୍ୟୁ ଯୋଗ କହିବା ପାଇଁ ଯେହେତୁ ଟିକେ ଇଏ ଲାଗୁଛି, ତ ସେଥିପାଇଁ ତାର ଅରିଷ୍ଟ ଯୋଗ ବୋଲି ପିଲେ ଶବ୍ଦ ବ୍ୟବହାର କରିଛନ୍ତି, ହେଲା। ତ କେତେ ବର୍ଷରେ ତାର ପିଲେ ଅରିଷ୍ଟ ଆସୁଛି, ବୁଝଉଛି। ତ ସେଇ ଜିନିଷ ପିଲା ମାନେ ଏଥିରେ ପଢିବା। କାହିଁକି ନା 12 ବର୍ଷ ପର୍ଯ୍ୟନ୍ତ ଏଥିପାଇଁ ଜାତକ ବିଚାର କରାଯାଏ ନାହିଁ, କାହିଁକି ନା ପ୍ରଥମ ଯୋଉ 4 ବର୍ଷ ଥାଏ, ତ ସିଏ ପିଲେ ମାନେ କଣ କଣ ପିଲେ ଭୋଗ କରିଥାଏ ନା ମାତୃର ଯୋଉ କର୍ମ ପିଲେ ଥାଏ, ଠିକ ଅଛି, ମାର କର୍ମର ଫଳ ତାକୁ ମିଳିଥାଏ। ସେକେଣ୍ଡ 4 ବର୍ଷ ପିଲେ ସେ ପିତୃ କର୍ମର ଫଳ ପାଇଥାଏ, ଠିକ ଅଛି। ଆଉ ନେକ୍ସଟ ଯୋଉ 4 ବର୍ଷ ପିଲେ ତା କର୍ମର ସେ ଫଳ ପାଇଥାଏ। ତ ସେଥିପାଇଁ 12 ବର୍ଷ ଭିତରେ ଯେହେତୁ ଅନେକ ଅରିଷ୍ଟ ବି ଆସିପାରନ୍ତି, ସେଥିପାଇଁ ଆମମାନେ କେବେ ହେଲେ ପିଲେ ଜଣଙ୍କର ପିଲେ ଅରିଷ୍ଟ ଯୋଗ ବି ଜାତକରେ ଅଛି, ଆଉ ଏପଟେ ରାଜଯୋଗ ବି ଜାତକରେ ଅଛି। ଆଉ ଆମେ ତାର ଜାତକ ଦେଖିଲେ କହିଦେବେ କି ତାର ରାଜଯୋଗ ଅଛି, ସେ ପିଲେ ବହୁତ ବଡ ମନ୍ତ୍ରୀ ହବ କି ମାନେ ବହୁତ ଧନୀ ହବ, ଏନ୍ ଟାଇପର ପିଲେ ଫଳ ଦେଶ କରିଦବା। କିନ୍ତୁ ଏପଟେ ଥିବ ଅରିଷ୍ଟ ଯୋଗ, ତ 12 ବର୍ଷ ଭିତରେ ତାର କିଛି ବି ହେଇଯାଇପାରେ। ଆଉ ତାହେଲେ ଆମର ସେ ଯୋଉ ଫଳ ଦୋଷ ହେଇଥିବ ରାଜଯୋଗ ଉପରେ, ତ ସିଏ ପିଲା ବ୍ୟର୍ଥ ହେଇଯିବ ନା, ତ ଭୁଲ ହେଇଯିବ। ତ ସେଥିପାଇଁ କହୁଛନ୍ତି କି ତୁମେ କୌଣସି ଶିଶୁର ବା 12 ବର୍ଷ ଭିତରେ କୌଣସି ଜାତକର ତୁମେ କେବଳ ତାର ଅରିଷ୍ଟ ଯୋଗରେ ହିଁ ବିଚାର କରିବ, ଅନ୍ୟ ଯୋଗ ଗୁଡାକର ବିଚାର କରିବ ନାହିଁ। ଯଦି କୌଣସି ପିଲା 12 ବର୍ଷ ଡେଇଁ ଯାଉଛି, ତେବେ ତାର ଅରିଷ୍ଟ ରହିଲାନି କିଛି, ଅରିଷ୍ଟ ସରିଗଲା ପିଲେ, ଠିକ ଅଛି। 12 ବର୍ଷ ପରେ ଆଉ ଅରିଷ୍ଟ ଆସିବନି ପିଲେ, ଅରିଷ୍ଟ ସେତିକି, ହେଲା। 12 ବର୍ଷ ପରେ ଆଉ ଅରିଷ୍ଟ ଆସିବ ନାହିଁ। ତ 12 ବର୍ଷ ବିତିଗଲା ପରେ ତାପରେ ତମେ ମାନେ ତାର ଜାତକକୁ ପିଲେ ବିଚାର କରିପାରିବ କି ଜାତକରେ ତାର ରାଜଯୋଗ ଅଛି ନା ନାହିଁ, କି ଜାତକରେ ସେ କଣ କଣ କରିବ କଣ ନାହିଁ, ଏଗୁଡାକର ବିଚାର କରାଯିବ। କିନ୍ତୁ 12 ବର୍ଷ ଭିତରେ ପ୍ରଥମେ ତମେ ମାନେ ଅରିଷ୍ଟ ଯୋଗର ପିଲା ବିଚାର କରିବ, ହେଲା ପିଲେ। ଇଏ ତ ଗୋଟେ କଥା ଗଲା। ଅରିଷ୍ଟ ଯୋଗ ପ୍ରାୟତଃ କମ ଜାତକରେ ଥାଏ ପିଲେ, ମାନେ କମ ଜାତକରେ ଥାଏ ମାନେ ସମସ୍ତ ଜାତକରେ ଥାଏ। ମୋ ଜାତକରେ ବି ଅଛି, ତମମାନ ଜାତକରେ ବି ଥାଇପାରେ, ସମସ୍ତଙ୍କ ଜାତକରେ ଅରିଷ୍ଟ ଯୋଗ କିଛି ନା କିଛି ମିଳି ହିଁ ଯିବ ପିଲେ। କାହିଁକି ନା ଅରିଷ୍ଟ ଯୋଗ ପିଲା ଆମକୁ ଦେଖିବ, ଏଥିରେ ଆମେ ବହୁତ ସାରା ଯୋଗ ପଡିବା, ତ କିଛି ନା କିଛି ଯୋଗ ଆମକୁ ନିହାତି ଭାବରେ ଜାତକରେ ମିଳି ହିଁ ଯିବ। କିନ୍ତୁ ପିଲେ ଏଇ ଅରିଷ୍ଟ ଯୋଗର ଜଷ୍ଟ ପରେ ପରେ ଗୋଟେ ଅଧ୍ୟାୟ ଆସିବ ପିଲେ, ଅରିଷ୍ଟ ଭଙ୍ଗ ଯୋଗ, ଠିକ ଅଛି।
ଏଇ ଯୋଗର ଜଷ୍ଟ ପରେ ପରେ ପିଲେ କଣ ଆସିବ ନା ଅରିଷ୍ଟ ଭଙ୍ଗ ଯୋଗ ଗୋଟେ ପଳେଇ ଆସିବ ପିଲେ। ତ ଯେମିତି ଅରିଷ୍ଟ ଯୋଗ ପିଲେ ସେ କହିବ, ସେମିତି ଅରିଷ୍ଟ ଭଙ୍ଗ ଯୋଗ ବି ସେ କହିବ ପିଲେ। କି ଗ୍ରହ ମାନେ କିଏ କୋଉଠି ରହିଲେ ଅରିଷ୍ଟ ଭଙ୍ଗ ବି ହେଇଯାଏ। ତ ସେଥିପାଇଁ ପ୍ରାୟ ଜାତକରେ ପିଲେ ଅରିଷ୍ଟ ଯୋଗ ଥିବା ସହିତ ଅରିଷ୍ଟ ଭଙ୍ଗ ଯୋଗ ମଧ୍ୟ ରହିଥାଏ ପିଲେ। ତ ସେଥିପାଇଁ ପିଲେ କଣ ହୁଏ ନା ଜାତକରେ ପିଲେ ଅରିଷ୍ଟ ଏତେ ରୁହେ ନାହିଁ। କିନ୍ତୁ ସେତିକି ବେଳେ ବେଳେ ଯୋଉ ତମେ ମାନେ କହିବ ଯୋଉ ପ୍ରାୟ ଜାଗାରେ ଶିଶୁ ମାନଙ୍କର ପିଲେ ମୃତ୍ୟୁ ହେଇଯାଏ ଜନ୍ମର ପରେ ପରେ, ହଁ ବା 12 ବର୍ଷ ଭିତରେ ବି କିଛି ନା କିଛି କାରଣରୁ ହେଇଯାଏ। ସେମାନଙ୍କ ଜାତକରେ ପିଲେ ଅରିଷ୍ଟ ଯୋଗଟା ଅତ୍ୟନ୍ତ ମାତ୍ରାରେ ଥାଏ। ଆଉ ଅରିଷ୍ଟ ଭଙ୍ଗ ଯୋଗ ଆଂଶିକ ମାତ୍ରାରେ ବି ନଥାଏ ତାଙ୍କ ଜାତକରେ। ତ ସେଥିପାଇଁ ସେମିତି ହୁଏ, ନହେଲେ ନାହିଁ ତ ପ୍ରାୟ ସମସ୍ତଙ୍କ ଜାତକରେ ପିଲେ ଅରିଷ୍ଟ ଯୋଗ ଥିବା ସହିତ ଅରିଷ୍ଟ ଭଙ୍ଗ ଯୋଗ ମଧ୍ୟ ରହିଥାଏ। ଆଉ ତମେ ଯଦି ପିଲେ ଅରିଷ୍ଟ ଭଙ୍ଗ ଯୋଗ ପଢିବନି କେବଳ ଅରିଷ୍ଟ ଯୋଗ ପଢିବ, ତମେ ତ ଯାହାର ବି ଜାତକ ଦେଖିବ ତା ଜାତକରେ ଅରିଷ୍ଟ ଯୋଗ ବାହାରି ପଡିବ। ତମେ ତାକୁ କହିବ ଇଏ 12 ବର୍ଷରେ ଇଏ ହେଇଯିବ। ହଁ ତ ସେମିତି ତ ହବନି ପିଲେ କେବେ ହେଲେ। ତ ସେଥିପାଇଁ ଯେମିତି ପିଲେ ଭୂତ ଲଗେଇବା ଶିଖିବା ସହିତ ପିଲେ ଭୂତ ଝାଡିବା ଶିଖିବାର ବି ଅଛି ନା ନାଇଁ। ସେମିତି ଅରିଷ୍ଟ ଯୋଗ ତମେ ଯଦି କହୁଛ ତ ତା ପୂର୍ବରୁ ଅରିଷ୍ଟ ଭଙ୍ଗ ଯୋଗ ବି ଜାଣିଥିବାର ଅଛି କି ଅରିଷ୍ଟ ଭଙ୍ଗ ହଉଛି ନା ନାଇଁ। ଠିକ ଅଛି, ତ କେବଳ ଅରିଷ୍ଟ ଯୋଗକୁ ଦେଖିକିରି ଫଳାଦେଶ କରିବ ନାହିଁ। ତ ସେଥିପାଇଁ ଆମେ ପ୍ରଥମେ ତ ଅରିଷ୍ଟ ଯୋଗ ଦେଖିବା ଜାତକରେ ଅଛି ନା ନାଇଁ ହେଲା। ଅରିଷ୍ଟ ଯୋଗ ପିଲେ ଗୋଟେ ଦିଟା ତିନିଟା କେତେଟା ବି ବାହାରିପାରେ। ତ ସେଇ ହିସାବରେ ଲେଖିବ ପିଲେ ୟା ଜାତକରେ ଗୋଟେ କି ଦିଟା କି ତିନିଟା ଅରିଷ୍ଟ ଯୋଗ ରହୁଛି। ସେମିତି ଅରିଷ୍ଟ ଭଙ୍ଗ ଯୋଗ ପଢିଲା ବେଳେ ସେ ବି କେତେଟା ବାହାରିବ ପିଲେ ଗୋଟେ କି ଦିଟା କି ତିନିଟା। ତ ସେଇ ହିସାବରେ 1 2 3 କଣ କଣ ପିଲେ ଅରିଷ୍ଟ ଭଙ୍ଗ ଯୋଗ ବାହାରୁଛି। ଯଦି ପିଲେ ଅରିଷ୍ଟ ଯୋଗ ଅଧିକ ରହିଯାଉଛି, ଅରିଷ୍ଟ ଭଙ୍ଗ ଯୋଗ ପିଲେ ଟିକେ କମି ଯାଉଛି, ତାହେଲେ ତମେ ମାନେ କହିପାରିବ କି ସାମାନ୍ୟ ମାତ୍ରାରେ ଅରିଷ୍ଟ ରହୁଛି, ଯଦି ବେଶୀ ମାତ୍ରାରେ କ୍ଷତି ନ ବି କରେ କିନ୍ତୁ ପ୍ରଭାବ ତ ପକେଇବ। ଆଉ ଯଦି ଅରିଷ୍ଟ ଯୋଗ ପିଲେ କମି ଯାଉଛି, ଅରିଷ୍ଟ ଭଙ୍ଗ ଯୋଗ ପିଲେ ବଢି ଯାଉଛି, ତାହେଲେ ପୁରା ନିଶ୍ଚିତ କହିପାରିବ କି କୌଣସି ପ୍ରକାର ଜାତକରେ ଅରିଷ୍ଟ ନାହିଁ କି ଅରିଷ୍ଟ କିଛି ରହିବ ନାହିଁ। ବୁଝାଉଛି ତ ସେଇ ହିସାବରେ ମାନେ ଆନୁପାତିକ ହିସାବରେ ପିଲେ ଏଇ ଅରିଷ୍ଟ ଯୋଗ ଆଉ ଅରିଷ୍ଟ ଭଙ୍ଗ ଯୋଗକୁ ପିଲେ ବିଚାର କରିକିରି ତ ଗୋଟେ ପିଲାର 12 ବର୍ଷ ପର୍ଯ୍ୟନ୍ତ ପିଲା ମାନେ ବିଚାର କରିବା, ତାପରେ ଯାଇକିରି ତାର ପିଲେ ରାଜଯୋଗ ଆସିବ। ସେଥିପାଇଁ ଆମମାନଙ୍କର ବରାହମିର ହୁଅନ୍ତୁ ବା ଯିଏ ବି ହୁଅନ୍ତୁ ପିଲେ ସେମାନେ ରାଜଯୋଗ କଥା ଆଗ କହିନାହାନ୍ତି, ସେ ପ୍ରଥମେ ଅରିଷ୍ଟ ଯୋଗରୁ ହିଁ ଆରମ୍ଭ କରିଛନ୍ତି ପିଲେ। ଏ ଅରିଷ୍ଟ ଯୋଗ ସରିଲା ପରେ ତାପରେ ଯାଇକିରି ସେ ପିଲେ ରାଜଯୋଗର କଥା କହିଛନ୍ତି। ତ ଆମମାନଙ୍କ ସିଲାବସ ବି ସେଇ ହିସାବରେ ଅଛି। ପ୍ରଥମେ ଆମମାନେ ପିଲେ ଅରିଷ୍ଟ ଯୋଗ ପଢିବା, ତାପରେ ପିଲେ ଅରିଷ୍ଟ ଭଙ୍ଗ ଯୋଗ ପଢିବା, ତାପରେ ପିଲା ମାନଙ୍କର ଆସିବ ରାଜଯୋଗ ଅଧ୍ୟାୟ ପିଲେ ହେଲା। ତ କାଲିକି ପିଲାମାନେ ଅରିଷ୍ଟ ଯୋଗ ଠାରୁ ପିଲେ ଆରମ୍ଭ କରିବା। ବୁଝି ହଉଛି ତ ପିଲେ ନା ନାଇଁ? ଆଜ୍ଞା ସାର୍। ହେଲା, ହଉ ପିଲେ ଠିକ ଅଛି, କାଲିକି ପିଲେ ଅରିଷ୍ଟ ଯୋଗ ଦେଖିବା ଆଉ। ହଉ ପିଲେ।